ଫୁଲାରାମ ମଣ୍ଡଳ କୋଉ ଗାଁ ଧରାଗୁଡା। କଣ ଦେଖିଲ ଏବେ? ଏ ଭୂତ ପ୍ରେତ ଟିକେ ଲାଗି ଯାଉଛି ତ ହଁ। ସେ ସାଙ୍ଗରେ 3 ଥର ଖଣ୍ଡେ ହେଇଗଲା। ହଁ କଣ ପାଇଁ? କଣ କାରଣ କିଛି ଜାଣିନାହିଁ ସାର୍ ସେଇଟା। ହଁ। ଏବେ 9th ବୋଧେ। କେତେବେଳେ ହେଲା ତମକୁ କେତେବେଳେ ଖବର ମିଳିଲା? ଏବେ ତ ଜଷ୍ଟ 14 ଘଣ୍ଟା ହେଲା ମତେ ଖବର ମିଳିଛି। କଣ ପାଇଁ ଦଉଛି ମାନେ 3-4 ଥର ହେଲା କଣ? ମାନେ ସେମିତି କିଛି ନାହିଁ, ଏ ଦେହ ଟିକେ ହାଲକା ତାଙ୍କର ଅଛି, ଟିକେ କଣ ହେଇଗଲେ ଟିକେ ଝିଅ ପିଲାମାନଙ୍କୁ ଜାଣିଛ ଭାଇ। ତ କେବେ ହେଇଥିଲା? ଲାଷ୍ଟ ସପ୍ତାହଟି ହେଲା, ସୋମବାର ଦିନ ଗଲା ସୋମବାର। କୋଉଠି ଘରେ? ଘରେ। କଣ କଲ? ତାଙ୍କୁ ଦିଶାରି ପାଖରେ ନେଇକରି ପୂଜା କଲାରୁ ଟିକେ ଗଲି। ଓହୋ ଏବେ କଣ କରିବ ବୋଲଛ? ତାଙ୍କ ପାଖରେ ଆଗ ନେବାର ଅଛି। ଆଜି ବି ଦିଶାରି ପାଖକୁ ନଉଛ? ମେଡିକାଲ ନେଲେ ହବନି? ମେଡିକାଲ ନବୁ ସାର୍, ମନା ନାହିଁ। ଫାଷ୍ଟ ଗାଁର ଯାହା ମୁଖ୍ୟ ଝାଡିଲେ ହେଇଯିବ। ହଁ। କଣ କରିବ ସେ? ସେ କଣ ଔଷଧ ଗୋଟେ ଦେବ ତାଙ୍କ ହିସାବରେ ସେ କରିଦେଲେ ଭଲ ହେଇଯିବ। ଓକେ ହେଲେ ଏଇଟା ସନ୍ଧ୍ୟାରେ, ଏଇ ସୋମବାର ଗଲା ସୋମବାର ସପ୍ତାହଟି ହେଲା। କଣ କେତେ ସମୟ ସେମିତି ହେଲା? ହେଲା ଗୋଟେ 2-3 ଘଣ୍ଟା। ତାପରେ କଣ ଆମକୁ କଲ? ଔଷଧ ଗୋଟେ ଦେଇଥିଲା, ହେଲେ ଛାଡିଦେଲୁ, ଯିବି ବୋଲି କହିଲା। ତାରପରେ ପଳେଇଲା। ଆମେ ଭାବିଲୁ ଫାଷ୍ଟ ହେଇଥିଲା ଟା ବୋଲି ଛାଡିଦେଲୁ, ସିଆଡେ ନ ଯାଇ ଅଲଗା ସାଇଡରେ ପଳେଇଲା। ଓକେ ହେଲେ ସେଟା ଇଏ କଲା ପରେ ହେଇଗଲା? ନାଇଁ, ଆମେ ଯୋଉଟା ଔଷଧ ତାକୁ ପିଏଇଲୁ ସେଟା ହେଲାନି। ତାଙ୍କର ପାଖରେ ଯେତେବେଳେ ନେଲୁ ସେତେବେଳେ ଠିକ ହେଇଗଲା।